अव्यक्त मुरली 28 डिसेम्बर 1979। मुरलीर सारांश सिद्धि स्वरूप हेबार विधि एकाग्रता। बापदादा समस्त तीव्र पुरुषार्थी पिलामानंकु देखुछंती। तीव्र पुरुषार्थर सहज विधि जहाद्वारा सहज सिद्धि प्राप्त होइजिब, अर्थात सदा सिद्धि स्वरूप होइजिब। संकल्प वाणी एवं कर्म सिद्ध होइजिब, जहाँकि विश्व आगरे प्रसिद्ध होई पारिब। सही सहज विधि कौन? गोटिए शब्दर विधि अटे, जो गोटिए शब्द को ग्रहण कले सिद्धि स्वरूप होइजिब। जहार संकल्प वाणी एवं कर्म तीनोटी सह संबंध रहिछि, सही गोटिए शब्द हेउछि एकाग्रता। संकल्पर सिद्धि न हेबार कारण हेला एकाग्रतार अभाव। एकाग्रता कम हेबा कारणरू हलचल होइथाए। जेउठी एकाग्रता सेठारे स्वतः एकरस स्थिति हेब। जेउठी एकाग्रता थिब सेठारे संकल्प वाणी एवं कर्मर व्यर्थपण समाप्त होइजिब एवं समर्थपण आसीजिब। समर्थ हेबा कारणरू सबुथिरे सिद्धि मिलिथाए। एकाग्रता अर्थात गोटिए ही श्रेष्ठ संकल्परे सर्वदा स्थित रहिबा। जो गोटिए बीजरूपी संकल्परे सारा वृक्षरूपी विस्तार समाहित होइछि। एकाग्रता को बढ़ाओ, तेबे सबु प्रकारर हलचल समाप्त होइजिब। एकाग्रता निज आड़कू आकर्षित मध्य करिथाए। जेपरि गोटिए वस्तु जदि निजे हलुथिब, तेबे ताहा अन्यकू भी हलाइब। जेपरि एठारे लाइट हलचल हेउछि, मझी मझिरे बिजुली बंद होई जाउथिला, केबे लिभुछि केबे जळुछि, तेबे समस्तंक संकल्परे हलचल आसी जाउछि। कौन हेला? एकाग्र वस्तु अन्यमानंकु भी एकाग्रतार अनुभव कराइब। एकाग्रता आधाରରେ ही ଯେଉଁ वस्तु जेमिति सेमिति स्पष्ट भावे देखाजिब। एपरि एकाग्र स्थिति रे स्थित हेबावाला निजकू भी सदा जिए जेपरि सेहीपरि स्पष्ट अनुभव करिथांती एवं सेही कारणरू किपरि अट कौन अट एही हलचल समाप्त होइजिब। जेपरि कौनसी स्पष्ट वस्तु देखा जाउथिले केबे प्रश्न उठे नहीं जे यहा कौन। प्रश्न समाप्त होई स्पष्ट अनुभव हेब जे यहा एपरि अटे। सेहीपरि निजर स्वरूप बा बाबांकर स्वरूप एकाग्रता आधाରରେ सदा स्पष्ट हेब। किपरि आत्मिक रूपरे स्थित रहिबी, आत्मार स्वरूप एपरि ना सेपरि, एही द्वंद्व अर्थात प्रश्न समाप्त होई जाइथाए। जेतेबेले प्रश्न समाप्त होइजिब, हलचल समाप्त हेब, तेबे प्रत्येक संकल्प मध्य स्पष्ट होइजिब। प्रति संकल्प वाणी एवं कर्मर आरंभ मध्य एवं अंत तीनी काल एपरि स्पष्ट जना पड़े जेपरि वर्तमान काल स्पष्ट अटे। संकल्प रूपी बीज शक्तिशाली होइथिले
ତାହା ଫଳଦାୟକ ହେବ। ଏକାଗ୍ରତା ଆଧାରରେ ସର୍ବଶକ୍ତିଗୁଡ଼ିକ ସିଦ୍ଧି ସ୍ୱରୂପରେ ପ୍ରାପ୍ତ ହୋଇଯାଏ। କାରଣ ସ୍ୱରୂପ ସ୍ପଷ୍ଟ ରୂପରେ ଥାଏ, ତେବେ ସ୍ୱରୂପର ଶକ୍ତିଗୁଡ଼ିକ ମଧ୍ୟ ସେହିପରି ସ୍ପଷ୍ଟ ଅନୁଭବ ହୋଇଥାଏ। ବୁଝିଲ ଏକାଗ୍ରତାର ମହିମା। ଦେଖିବାକୁ ଗଲେ ଆଜିକାଲି ଦୁନିଆରେ ଲୋକମାନେ ହଲଚଲରେ ବ୍ୟସ୍ତ ହୋଇ ପଡ଼ିଲେଣି। ରାଜନୀତିର ହଲଚଲ ହେଉ ବା ବସ୍ତୁଗୁଡ଼ିକର ମୂଲ୍ୟର ହଲଚଲ ହେଉ, କରେନ୍ସିରେ ବା ମୁଦ୍ରାର ମୂଲ୍ୟରେ ହଲଚଲ, କର୍ମଭୋଗର ହଲଚଲ, ଧର୍ମର ହଲଚଲ, ଏହିପରି ସବୁ ପ୍ରକାରର ହଲଚଲରେ ବ୍ୟସ୍ତ ହୋଇ ପଡ଼ିଲେଣି। ବିଜ୍ଞାନର ଯେତେ ସାଧନ ପୂର୍ବରୁ ସୁଖର ସାଧନ ଅନୁଭବ ହେଉଥିଲା, ଆଜି ସେହି ସାଧନ ମଧ୍ୟ ହଲଚଲର ଅନୁଭବ କରାଉଛି। ଏଠାରେ ବି ବ୍ରାହ୍ମଣ ଆତ୍ମାମାନେ ସଂକଳ୍ପରେ ବା ସମ୍ପର୍କର ହଲଚଲରେ ହିଁ ଥକି ଯାଉଛନ୍ତି। ସେଥିପାଇଁ ସହଜ ବିଧି ହେଲା ଏକାଗ୍ରତାକୁ ଗ୍ରହଣ କର। ସେଥିପାଇଁ ସଦା ଏକାନ୍ତବାସୀ ହୁଅ। ଏକାନ୍ତବାସୀ ହେଲେ ଏକାଗ୍ର ସହଜରେ ହୋଇଯିବ। ଦିଲ୍ଲୀ ନିବାସୀ ଯେପରି ସ୍ଥାପନା କାର୍ଯ୍ୟରେ ଆଦିରତ୍ନ ହୋଇ ନିମିତ୍ତ ହେଲେ, ଏବେ ସମ୍ପୂର୍ଣ୍ଣ ସମାପ୍ତି କାର୍ଯ୍ୟରେ ବି ନିମିତ୍ତ ହୁଅ। ସବୁ କଥାର ସମ୍ପୂର୍ଣ୍ଣତାରେ ଆଦିରତ୍ନ ନିମିତ୍ତ ହୁଅ। ସମ୍ପୂର୍ଣ୍ଣତା ହିଁ ସମାପ୍ତି ଆଣିବ। ଦିଲ୍ଲୀର ମୂଳଦୁଆରେ ସବୁ ଶକ୍ତିମାନଙ୍କର ସହଯୋଗର ହାତ ଲାଗିଛି। ତେବେ ସର୍ବଶକ୍ତିମାନଙ୍କର ସହଯୋଗର ହାତ ଲାଗିଥିବା ଭୂମି କ'ଣ କମାଲ ଦେଖାଇବ? ବ୍ରହ୍ମା ବାବା ଏବଂ ବ୍ରହ୍ମାଙ୍କର ସହଯୋଗୀ ଭୁଜାମାନଙ୍କର ପାଳନା ନେଇଥିବା ଭୂମି ଦିଲ୍ଲୀ କ'ଣ କମାଲ କରି ଦେଖାଇବ? କେଉଁ ବିଧିରେ ସମ୍ପୂର୍ଣ୍ଣତା ଆଣିବ? କୁମ୍ଭକର୍ଣ୍ଣମାନଙ୍କୁ କିପରି ଜାଗ୍ରତ କରିବ? କ'ଣ ନୂଆ ଉପହାର ପ୍ରସ୍ତୁତ କରିଛି? ଦିଲ୍ଲୀ ନିବାସୀ ବାପଦାଦାଙ୍କୁ କେଉଁ ଉପହାର ଦେବେ? ବିଦେଶ କ'ଣ ଦେବ? ଗୁଜରାଟ କ'ଣ ଦେବ? ସବୁ ଜୋନ୍ରୁ ଉପହାର ଆସିବା ଦରକାର। ସ୍ଥାପନାର ଆଦିରେ ପ୍ରଥମେ ଦିଲ୍ଲୀ ଆସିଛି, ତେଣୁ ଉପହାର ଦେବାରେ ବି ଦିଲ୍ଲୀକୁ ପ୍ରଥମ ନମ୍ବର ହେବା ଉଚିତ। ପିଲାମାନଙ୍କୁ ବାବାଙ୍କୁ ଉପହାର ଦେବା ଉଚିତ। ପିତାଙ୍କର ଇଚ୍ଛାକୁ ଏ ପର୍ଯ୍ୟନ୍ତ କ'ଣ ଜାଣିନାହଁ? ପ୍ରତ୍ୟେକ ଭାବନ୍ତୁ ଆମକୁ କେଉଁ ଉପହାର ଦେବାର ଅଛି। କାରଣ ପ୍ରତିବର୍ଷ କିଛି ନା କିଛି ନୂଆ ଉଦ୍ଭାବନ ହେବା ଦରକାର। ଯେଉଁ ନବୀନତା ନିଜଠାରେ ଏବଂ ସେବାରେ ମଧ୍ୟ ନୂତନତା ଆଣିବ। ତାହାର ଯୋଜନା କ'ଣ କରିଛ? ବାସ୍ତବିକ ଯୋଜନା କୁହ। କିଛି ବି କର, କିନ୍ତୁ ଉପହାର ରୂପରେ ନିଶ୍ଚିତ ଆଣିବ। ତାପରେ ଦେଖିବା ସବୁ ପ୍ରତି ଜୋନ୍ ଭିତରୁ କାହାର ଉପହାର ପ୍ରଥମ ନମ୍ବର ହେବ। ଦିଲ୍ଲୀରେ ମହାରଥୀମାନଙ୍କର ତ ଅଭାବ ନାହିଁ। ଏତେ ସବୁ ମହାରଥୀ ଅଛନ୍ତି, ତେବେ ମହାନ ଉପହାର ପ୍ରସ୍ତୁତ କରିବ ନା? ଯୋଜନା ଏବଂ ପୁରୁଷାର୍ଥ ଉଭୟ କରିବାର ଅଛି। ପ୍ରତିଯୋଗିତା ତ କରିବା ଉଚିତ ନା? ସମସ୍ତଙ୍କର ବିଚାର ସାଗର ମନ୍ଥନ ତ ଚାଲିବ। ଅମୃତ ବେଳାରେ ଆସି ପାଖରେ ବସିଗଲେ ସ୍ୱତଃ ବୁଦ୍ଧିକୁ ଆସିଯିବ। ଦିଲ୍ଲୀର ରାଜନୀତିର ଯେତେ ହଲଚଲ ଅଛି, ସେତେ ସତ୍ ଧର୍ମର ନୀତିରେ ବି ହଲଚଲ ହେଉ। ଏବେ ରାଜ୍ୟର ହଲଚଲ ଅଧିକ ଏବଂ ସତ୍ ଧର୍ମର ହଲଚଲ କମ୍ ଅଛି, ଗୁପ୍ତରେ ଅଛି। ପ୍ରଥମେ ଦିଲ୍ଲୀ ହଲିବ, ତାପରେ ସବୁ ଗଦିମାନେ
अर्थात सरकार माने हलिबे। एपरी कौनसी लाइट हाउस तैयारी कर जहाँकि समस्तंक दृष्टि जीव। जेपरी लाइट हाउस आड़कू समस्तंकर ध्यान जाइथाए, सेहीपरि कौनसी उच्चा लाइट हाउसर योजना कर, जेपरी समस्तंकु अनुभव हेबो जे एहा ही आमर सहारा अटे। एमितिरे भी हलचल समय रे समस्ते सहारा खोजी थांती। एपरी कौनसी शक्तिशाली योजना प्रस्तुत कर जहाँकि सेमानंकु लाइट हाउस परी गोटे सहारा मिल जिवो। बुझिल? एबे चिंता कर, सबु पुराना बड़ बड़ टीचर माने दिल्ली रे अछंती, अनुभवी टीचर माने अछंती। अनुभवी टीचर मानक द्वारा निश्चित योजना मध्य सेहीपरि बाहरिबो। दिल्ली रो जेउ आवाज बाहरिबो ताहा छोट छोट स्थान रे स्वतः पहुँची जीवो। प्रथमे दिल्ली को ही शक्तिशाली करिबाकू हेबो। विदेशरू शब्द बा प्रत्यक्षतार शब्द बाहरिबो ताहा केउठी पहुँचिबो? दिल्ली ही आवाज को ग्रहण करिबो। दिल्लीर कनेक्शन बहुत रही। दिल्लीर शक्ति माने टिके युद्ध क्षेत्र को बा सम्मुख को आसीगले आवाज सहजरे बाहरी पारिबो। विदेशी भाई भौणी मानक साथिरे अव्यक्त बापदादांकर साक्षात लिस्टर पार्टी सर्वदा सेवायोग्य रत्न अट। सेवायोग्य अर्थात प्रति सेकेंड चाहे मन द्वारा, चाहे वाणी द्वारा, चाहे कर्मण द्वारा, चाहे संग संबंध संपर्क द्वारा सेवा करिबा वाला। सेवायोग्य अर्थात ऑलराउंड सेवाधारी। सेवायोग्य केबे हेले एहा भाबिबो नाही जे सेवा करिबाकू समय मिलू नाही, सुजोग मिलू नाही। यदि अन्य कौनसी समय नाही तेबे सोइबा समय रे भी सेवा करि पारिबो। ऑलराउंड सेवाधारी अर्थात सदा सेवा योग्य, सर्वदा सेवार शौकीन होई वृद्धि करी चलीछना। सारा दिनर चार्ट रे जांच कर जे सबु प्रकारर सेवारे नंबर नेछि ना केवल वाणी और कर्मणा सेवारे। सबु प्रकारर सेवार चार्ट पूरण हेबा दरकार। सेहीपरि निजर प्रतिदिनर चार्ट जांच कर, कारण एठाकार ऑलराउंड सेवाधारी सेठारे ऑलराउंड विश्वर मालिक हेबे। जेते एठारे सेवारे अभाव रहिबो सेते सेठारे भी बेहेद एवं सबु राज्य रे अंतर होइजिबो। विश्व महाराजन अर्थात ऑलराउंड सेवाधारी। एमिति तो लिस्टर निवासी मानकर महिमा सेवारे भल रहिछि। जणे अनेकंकु जाग्रत करिवार सेवा करुछंती। विदेश सेवारे लेस्टर विशेष सहयोग रहिछि। विदेश सेवार बीजरे लेस्टर निवासी मानकर सहयोगर पाणी भल भावरे पड़िछि। बापदादा मध्य एपरि सहयोगी आत्मा मानंकु देखि खुशी हेउछंती। एही सेंटर रे सारा श्रृंगार अच्छी कुमार भी अच्छंती, कुमारी माने भी अच्छंती, प्रवृत्ति वाला मध्य अच्छंती। एहा ही सेंटर रो श्रृंगार अटे। कौनसी प्रकार भेराइटीर अभाव नहीं। एबे किछि नुआ योजना कर। एपरि किछि परमात्मा बम तैयारी करिछ, जेपरि गोटिए बम लगाइले सहजरे समस्तंकर दुनिया हिसाब रे गति हो जाए।
ଅର୍ଥାତ୍ ଯେଉଁ ବିନାଶର ଲକ୍ଷ୍ୟ ରଖିଛନ୍ତି ସେହି ବିନାଶ ହୋଇଯାଏ। ତେବେ ଏପରି ପରମାତ୍ମା ବମ୍ ପ୍ରସ୍ତୁତ କରିଛ ଯାହାକି ସମସ୍ତଙ୍କର ଗତି ଏବଂ ସଦ୍ଗତି ହୋଇଯିବ। ସମସ୍ତେ ଶିକ୍ଳଧେ ଅଟ, କାରଣ ତୁମେ କେତେ ଦେଶକୁ ଛାଡ଼ି ବିଦେଶକୁ ଯାଇଛ, ଏତେ ଦୂରକୁ ଚାଲିଗଲ, ତେବେ ମଧ୍ୟ ବାବା ନିଜର କରିନେଲେ। ଭାରତରୁ ଦୂରକୁ ଚାଲିଗଲ, ତଥାପି ଦୂରରୁ ଖୋଜି ନିଜର କରିନେଲେ। ବାବାଙ୍କୁ ଖୋଜିବାକୁ ପଡ଼ିଲା ନା ବିଦେଶ ପର୍ଯ୍ୟନ୍ତ, ତେଣୁ ବିଶେଷ ଶିକ୍ଳଧେ ହୋଇଗଲ ନା। ଯୁଗଳମାନଙ୍କ ସହ ଯୁଗଳ ମୂର୍ତ୍ତି ଅର୍ଥାତ୍ ସେବା ପାଇଁ ଉଦାହରଣ ମୂରତ ପ୍ରବୃତ୍ତିରେ ମଧ୍ୟ ସେଥିପାଇଁ ରଖାଯାଇଛି, ଯାହାକି ବିଶ୍ୱ ଆଗରେ ସେବାର ଏକ ଉଦାହରଣ ହୋଇପାରିବ। ତେବେ ପ୍ରବୃତ୍ତିରେ ରହି ବିଶ୍ୱର ଶୋକେସ୍ରେ ବିଶେଷ ଶୋପିସ୍ ହୋଇ ଚଳୁଛ। ଗୋଟିଏ ଶୋପିସ୍ ଅନେକଙ୍କୁ ସଉଦା କରାଇବାର ନିମିତ୍ତ ହୋଇଯାଏ। ତେବେ ଯେଉଁମାନେ ପ୍ରବୃତ୍ତିରେ ରହୁଛ, ସେମାନେ ନିଜକୁ ବିଶେଷ ଶୋପିସ୍ ଭାବି ରୁହ, ତେବେ ବହୁତ ସେବାର ନିମିତ୍ତ ହୋଇଯିବ। ଘରେ ରହୁନାହଁ, ଶୋକେସ୍ରେ ରହୁଛ। ନିଜକୁ ଶୋକେସ୍ରେ ଭାବିବ ତ ସର୍ବଦା ଶୃଙ୍ଗାରିତ ହୋଇ ରହିବ। ଶୋକେସ୍ରେ ଖରାପ ଜିନିଷ ରଖାଯାଏ ନାହିଁ। ଏବେ ସମୟ ଟିକେ ଆଗକୁ ବଢ଼ିଗଲେ ତେବେ ସାରା ବିଶ୍ୱରେ ପ୍ରବୃତ୍ତିରେ ରହି ନିବୃତ୍ତ ରହୁଥିବା ଆତ୍ମାଙ୍କ ନାମ ପ୍ରସିଦ୍ଧ ହେବ। ତୁମମାନଙ୍କୁ ଦର୍ଶନ କରିବା ପାଇଁ ବିକଳ ହୋଇ ଆସିବେ। କହିବେ, କିଏ ସେହି ବାହାଦୁର ଆତ୍ମାମାନେ ଯାହା ଆମେମାନେ କରିପାରିନାହୁଁ ତାହା କରି ଦେଖାଉଛନ୍ତି। ଯୁଗଳମାନଙ୍କର ଅପରମ୍ପାର ମହିମା ହେବ। ବାବାଙ୍କ କାର୍ଯ୍ୟକୁ ପ୍ରତ୍ୟକ୍ଷ କରିବାର ନିମିତ୍ତ ହେବ। କୌଣସି ସାଧାରଣ ଆତ୍ମା ନୁହେଁ, ବିଶେଷ ଆତ୍ମା ଅଟ। କୁମାରମାନଙ୍କ ସହ ସମସ୍ତେ ଅବିନାଶୀ କୁମାର ଅଟ। କୁମାର କୁମାରୀମାନଙ୍କୁ କେଉଁଥିପାଇଁ ଅଧିକା ମାର୍କ ମିଳେ ଏବଂ କାହିଁକି ମିଳେ? କୁମାର କୁମାରୀମାନେ ନିଜର ଏହି ଜୀବନରେ ସବୁକିଛି ଦେଖି ଜାଣି ତଥାପି ଦୃଢ଼ ସଂକଳ୍ପ କରି ଦୃଢ଼ ତ୍ୟାଗୀ ହୁଅନ୍ତି। ସେହି ତ୍ୟାଗର ଭାଗ୍ୟ ମିଳିଥାଏ। ପ୍ରବୃତ୍ତିରେ ରହିବା ବାଲା ଅଳ୍ପକାଳର ସୁଖ ଭୋଗ କରି ତାପରେ ତ୍ୟାଗ କରୁଛନ୍ତି ଏବଂ କୁମାର କୁମାରୀମାନେ ବିନାଶୀ ଅଳ୍ପକାଳର ସୁଖକୁ ପ୍ରଥମେ ହିଁ ଦୃଢ଼ ସଂକଳ୍ପ ଦ୍ୱାରା ତ୍ୟାଗ କରିଦିଅନ୍ତି। ସେଥିପାଇଁ ତାଙ୍କୁ ହାଇଜମ୍ପ ଦେବାର ସୁଯୋଗ ମିଳିଯାଏ। କୁମାର ଏବଂ କୁମାରୀ ଜୀବନ ଲୌକିକ ଏବଂ ଅଲୌକିକ ଦୁଇଟି ଯାକ ଜୀବନରେ ନିର୍ବନ୍ଧନ ଅଟେ। ନିର୍ବନ୍ଧନ ହେବା କାରଣରୁ ଯେତେ ଆଗକୁ ବଢ଼ାଇବାକୁ ଚାହିଁବ ବଢ଼ିପାରିବ। ତେବେ ସମସ୍ତେ ହାଇଜମ୍ପ ବାଲା ଅଟ। ଏକ ସେକେଣ୍ଡରେ ଭାବିଲ ଏବଂ କଲ, ଏହା ହିଁ ହାଇଜମ୍ପ ଅଟେ। ଭାବିବା ଏବଂ କରିବା ଏକା ସାଥିରେ ହେଉ। କୁମାର ଏବଂ କୁମାରୀମାନଙ୍କୁ ଦେଖି ବାପଦାଦା ବିଶେଷ ଖୁସି ହେଉଛନ୍ତି, କାରଣ ତଳକୁ ଖସିବାରୁ ବଞ୍ଚିଗଲ। ଦୁଃଖର ସିଡ଼ି ହିଁ ଚଢ଼ି ନାହଁ। ତେବେ ସୁରକ୍ଷିତ ଆତ୍ମାଙ୍କୁ ଦେଖି ଖୁସି ଲାଗିଥାଏ। ଆମେରିକା ପାର୍ଟି ସଦା ବାବାଙ୍କ ସହ ସର୍ବ ସମ୍ବନ୍ଧ ଏବଂ ସର୍ବ ସମ୍ପତ୍ତିର ଅନୁଭବ କରୁଛ। ବାବାଙ୍କର ଯେଉଁ ସବୁ ଗୁଣ ରହିଛି, ସେହି ସବୁ ଗୁଣର ଅନୁଭବ ହେଉଛି। ସର୍ବ ସମ୍ପତ୍ତିରୁ ବା ସର୍ବ ସମ୍ବନ୍ଧରୁ ଯଦି
ଗୋଟିଏ ବି ସମ୍ବନ୍ଧର ଅନୁଭବ କମ୍ ହେଲା, ତେବେ ସେହି ସମ୍ବନ୍ଧ ନିଜ ଆଡ଼କୁ ଆକର୍ଷିତ କରି ବାବାଙ୍କ ଠାରୁ ଦୂର କରିଦିଏ। ସେଥିପାଇଁ ଯାଞ୍ଚ କର ଯେ ସର୍ବ ସମ୍ବନ୍ଧର ଅନୁଭବ କରିଛ। ସର୍ବ ସମ୍ପତ୍ତିର ମାଲିକ ଏବଂ ବାଳକ, କର୍ମ କରିବା ପାଇଁ, ସେବା କରିବା ପାଇଁ ନିର୍ଦ୍ଦେଶ ଅନୁସାରେ ଚାଲୁଥିବା ବାଳକ ଏବଂ ନିଜର ଉଚ୍ଚ ସ୍ଥିତିରେ ସ୍ଥିତ ହେବା ସମୟରେ ମାଲିକ। ବାଳକ ଏବଂ ମାଲିକ ଦୁଇଟି ଯାକ ସ୍ଥିତିର ଅନୁଭବ କରୁଛ। ଯିଏ ଏବେ ବାବାଙ୍କ ଦ୍ୱାରା ମିଳିଥିବା ସର୍ବ ସମ୍ପତ୍ତିର ମାଲିକ ହୁଅନ୍ତି, ସେହି ମାଲିକପଣର ସଂସ୍କାର ଭବିଷ୍ୟତରେ ବିଶ୍ୱର ମାଲିକ କରିଦିଏ। ସଦା ଅନୁଭବର ଖଣିରୁ ସମ୍ପନ୍ନ ସ୍ଥିତିର ଅନୁଭବ କର। ଅନୁଭବ ଜୀବନକୁ ପରିବର୍ତ୍ତନ କରିବାର ସହଜ ସାଧନ ହୋଇଯିବ। ଆଜିକାଲି ତୁମ ଦେଶରେ ଅଧିକାଂଶ ଗୋଟିଏ ସେକେଣ୍ଡର ଶାନ୍ତିର ଅନୁଭବ କରିବାକୁ ଚାହାନ୍ତି। ଯେପରି ଡହଳ ବିକଳ ହେଉଥିବା ଆତ୍ମାମାନଙ୍କୁ ଏକ ସେକେଣ୍ଡରେ ଶାନ୍ତିର ଅନୁଭବ କରାଇବା ପାଇଁ ସର୍ବଦା ନିଜର ସ୍ଥିତି ଶାନ୍ତ ସ୍ୱରୂପ ହେଉ, ତେବେ ଯାଇ ଅନ୍ୟମାନଙ୍କୁ ଅନୁଭବ କରାଇ ପାରିବ। ତେବେ ଆତ୍ମାମାନଙ୍କ ଉପରେ ଦୟା ଲାଗୁଛି? ବହୁତ ଭିକାରୀ ହୋଇ ତୁମ ପାଖକୁ ଆସିବେ। ସେତିକି ସମ୍ପନ୍ନ ହୋଇଥିଲେ ହିଁ ଅନେକ ଭିକାରୀଙ୍କୁ ତୃପ୍ତ କରିପାରିବ। ଆମେରିକାବାସୀ ହାଇଜମ୍ପ ଲଗାଇବା ବାଲା ନା ଉଡ଼ିବା ବାଲା? ଗୋଟିଏ ସେକେଣ୍ଡରେ ହିଁ ପୁରୁଣା ଦୁନିଆରୁ ଉଡ଼ି ନିଜ ସୁଇଟ୍ ସାଇଲେନ୍ସ ହୋମ୍ ବା ଶାନ୍ତିଧାମରେ ପହଞ୍ଚିଯାଅ। ଏହିପରି ଉଡ଼ିବା ବାଲା ଅଟନା? ଉଡ଼ନ୍ତା ପକ୍ଷୀ ଅର୍ଥାତ୍ ସଦା ଡବଲ ଲାଇଟ୍ ସ୍ଥିତିରେ ସ୍ଥିତ ରୁହ। ଏହିପରି ଉଡ଼ନ୍ତା ପକ୍ଷୀ ହୋଇ ଉଡ଼ୁଥାଅ ଏବଂ ଅନ୍ୟମାନଙ୍କୁ ଉଡ଼ାଉଥାଅ। ଯେଉଁମାନେ ସୁଖ ଶାନ୍ତିର ଭିକାରୀ, ତାଙ୍କୁ ସୁଖ ଶାନ୍ତି ଦେଇ ସମ୍ପନ୍ନ କର। ତେବେ ପିସ୍ ମେକର ଅର୍ଥାତ୍ ଶାନ୍ତିକର୍ତ୍ତା ହୋଇଯିବ। ସମସ୍ତେ ହୃଦୟରେ ତୁମର ଧନ୍ୟବାଦ କରିବେ। ଆମେରିକାରେ ଯେଉଁ ସେଣ୍ଟର ଖୋଲିଛି, ସେଥିରେ ମଧ୍ୟ ରହସ୍ୟ ଅଛି। ବିଶେଷ କାର୍ଯ୍ୟ ହେବ। ବିନାଶ ଏବଂ ସ୍ଥାପନା ଦୁଇଟିର ସାକ୍ଷାତକାର ଏକା ସାଥିରେ ହେବ। ସେପଟେ ବିନାଶକାରୀ ଏବଂ ଏପଟେ ଶାନ୍ତି ସ୍ଥାପନକାରୀ। ସାଇନ୍ସ ବା ବିଜ୍ଞାନ ଏବଂ ସାଇଲେନ୍ସ ବା ଶାନ୍ତି, ଦୁଇଟି ଯାକ ଶକ୍ତିର ମୁହାଁମୁହିଁ ହେବାର ଦେଖିବେ। ଚତୁର୍ଦିଗରେ ଆମେରିକାକୁ ପରିବର୍ତ୍ତନ କରିବା ପାଇଁ ଘେରାଉ କର। ମହାବୀରଙ୍କୁ ଦେଖାନ୍ତି ନା, ସେ ସାରା ପାହାଡ଼କୁ ଉଠାଇ ଆଣିଲା। ତେବେ ତୁମେମାନେ ସବୁ ଆମେରିକାକୁ ପରିବର୍ତ୍ତନ କରି ନିରବତାର ଶକ୍ତିର ବା ଯୋଗ ବଳର ନାମ ପ୍ରସିଦ୍ଧ କର। ସର୍ବଦା ମନେ ରଖ, ଆମେ ଶାନ୍ତି ସାଗରଙ୍କର ସନ୍ତାନ। ଶାନ୍ତି ଦେବା ଅର୍ଥାତ୍ ଶାନ୍ତିର ଦେବତା ଅଟୁ। ଯିଏ ବି ସମ୍ମୁଖକୁ ଆସୁ, ତାକୁ ଶାନ୍ତିକର୍ତ୍ତା ହୋଇ ଶାନ୍ତିର ଦାନ ଦିଅ। ବରଦାନ: ସତ୍ୟତା ଆଧାରରେ ଏକମାତ୍ର ବାବାଙ୍କୁ ପ୍ରତ୍ୟକ୍ଷ କରି ନିର୍ଭୟ ଅଧିକାରୀ ସ୍ୱରୂପ ହୁଅ। ବିସ୍ତାର: ସତ୍ୟତା ହିଁ ପ୍ରତ୍ୟକ୍ଷତାର ଆଧାର। ବାବାଙ୍କୁ ପ୍ରତ୍ୟକ୍ଷ କରିବା ପାଇଁ ନିର୍ଭୟ ଏବଂ ଅଧିକାରୀ ସ୍ୱରୂପ ହୋଇ ଭାଷଣ କର, ସଂକୋଚରେ ନୁହେଁ। ଯେତେବେଳେ ଅନେକ ମତବାଲା କେବଳ ଗୋଟିଏ କଥା ମାନିଯିବେ ଯେ ଆମମାନଙ୍କର ପିତା ଏକ ଅଟନ୍ତି ଏବଂ ସେ ହିଁ ଏବେ କାର୍ଯ୍ୟ କରୁଛନ୍ତି, ଆମେ ସବୁ ଜଣଙ୍କର ସନ୍ତାନ ଏକ ଅଟୁ
ଏବଂ ଏହି ଏକମାତ୍ର ହିଁ ଯଥାର୍ଥ ଅଟନ୍ତି, ତେବେ ବିଜୟର ଝଣ୍ଡା ବା ପତାକା ଲହରିବ। ଏହି ସଂକଳ୍ପରେ ମୁକ୍ତିଧାମକୁ ଯିବେ ଏବଂ ତାପରେ ଯେତେବେଳେ ନିଜ ନିଜର ପାଠ କରିବାକୁ ଆସିବେ, ତେବେ ପ୍ରଥମେ ଏହି ସଂସ୍କାର ଇମର୍ଜ ବା ପ୍ରଗଟ ହେବ ଯେ ଗଡ୍ ଇଜ୍ ୱାନ୍ ବା ଈଶ୍ୱର ଏକ। ଏହା ହିଁ ସୁବର୍ଣ୍ଣ ଯୁଗର ସ୍ମୃତି ଅଟେ। ସ୍ଲୋଗାନ: ସହନ କରିବା ହିଁ ନିଜର ଶକ୍ତି ରୂପକୁ ପ୍ରତ୍ୟକ୍ଷ କରିବା। ଓମ୍ ଶାନ୍ତି। ସୋମାନ: ମୁଁ ଶାନ୍ତି ସାଗରଙ୍କ ସନ୍ତାନ, ଶାନ୍ତି ଦେବା ଅଟେ। ଆଜିର ମୁରଲୀରୁ ଶିକ୍ଷା ପ୍ରଥମ ନମ୍ବର: ଯେଉଁଠି ଏକାଗ୍ରତା ସେଠାରେ ସ୍ୱତଃ ଏକରସ ସ୍ଥିତି ହେବ। ଏକାଗ୍ରତା ଅର୍ଥାତ୍ ଗୋଟିଏ ହିଁ ଶ୍ରେଷ୍ଠ ସଂକଳ୍ପରେ ସର୍ବଦା ସ୍ଥିତ ରହିବା। ଦ୍ୱିତୀୟ ନମ୍ବର: ଗୋଟିଏ ଶବ୍ଦକୁ ଗ୍ରହଣ କଲେ ସିଦ୍ଧି ସ୍ୱରୂପ ହୋଇଯିବ। ଯାହାର ସଂକଳ୍ପ, ବାଣୀ ଏବଂ କର୍ମ ତିନୋଟି ସହ ସମ୍ବନ୍ଧ ରହିଛି, ସେ ହିଁ ଗୋଟିଏ ଶବ୍ଦ ହେଉଛି ଏକାଗ୍ରତା। ତୃତୀୟ ନମ୍ବର: ଅନୁଭବ ଜୀବନକୁ ପରିବର୍ତ୍ତନ କରିବାର ସହଜ ସାଧନ ଅଟେ। ସଦା ଅନୁଭବର ଖଣିରୁ ସମ୍ପନ୍ନ ସ୍ଥିତିର ଅନୁଭବ କର। ଓମ୍ ଶାନ୍ତି। हे करुणामय प्रभु तुम महिमा पार, तुमरी करुणा पाई धन्य हेला मो संसार। हे करुणामय प्रभु तुम महिमा पार, तुमरी करुणा पाई धन्य हेला मो संसार। तुम्हें महाकृपा कर प्रभु दया निधि धार, तुम्हें महाकृपा कर प्रभु दया निधि धार। हे करुणामय प्रभु तुम महिमा पार, तुमरी करुणा पाई धन्य हेला मो संसार। हे भव सिंधु भावना रे मोर, तुमरी लहरी खेले। तुमरी स्मृति रे लक्ष लक्ष दीप मो जीवन रे जले। आश्रित करिछ मते आउ नाही डरिबार, आश्रित करिछ मते आउ नाही डरिबार। तुमे
महाकृपा कर प्रभु दयानिधि धर तुमे महाकृपा कर प्रभु दयानिधि धर हे करुणामय प्रभु तुम महिमा पार तुमरी करुणा पाई धन्य हेला मो संसार अंधार पथकु आलोकित करी निजर करी नहीं तुमे मोर प्राण बंधु होई सुख जे भरी देइछ मु ज्योति बिंदु अलौकिक मोती तुमे स्नेह मोर पाराबार तुमे महाकृपा कर प्रभु दयानिधि धर तुमे महाकृपा कर प्रभु दयानिधि धर हे करुणामय प्रभु तुम महिमा पार तुमरी करुणा पाई धन्य हेला मो संसार हे करुणामय प्रभु तुम महिमा पार तुमरी करुणा पाई धन्य हेला मो संसार तुमे महाकृपा कर प्रभु दयानिधि धर तुमे महाकृपा कर प्रभु दयानिधि धर हे करुणामय प्रभु तुम महिमा पार तुमरी करुणा पाई धन्य हेला मो संसार तुमरी करुणा पाई धन्य हेला मो संसार तुमरी करुणा पाई धन्य हेला मो संसार।